অত ଯୋଉ କିଣା ଫୁଲ ସବୁ ଆସୁଛି କାଲକାଟାରୁ ସେ କେତେ ଦିନ ମୁଁ ଆଜ୍ଞା କହିପାରିବି। ଆଉ ମେଞ୍ଚେ ଲେଖେ କଣ ନେଇକି କିଣିକି ଠାକୁର ପାଖେ ଦେଇ ଦଉଛ। ଫୁଲଟା 2 ଦିନରେ ବାସି, ବେଲପତ୍ର 7 ଦିନରେ ବାସି, କିନ୍ତୁ ତୁଳସୀ ବିଲୁକୁଲୁ ବାସି ନୁହେଁ। ବୋଲ ବୃନ୍ଦାବନ ବିହାରୀ ଲାଲ। ଯୋଉ ମା ମାନେ ଯୋଉ ବାପା ଭାଇ ମାନେ ନଖ ତୁଳସୀ ଦେବେ ତାଙ୍କର ଭଗବାନ ପାଖେ ଯିଏ ନଖ ତୁଳସୀ ସବୁଦିନ ଦିଏ ତାର ସମସ୍ତ ମନସ୍କାମନା ଭଗବାନ ପୂର୍ଣ୍ଣ କରନ୍ତି। ଠାକୁର ପୂଜା କରୁଛନ୍ତି, ନଖ ତୁଳସୀ କଣ? ନଖ ତୁଳସୀ ଠାକୁରଙ୍କୁ ଦେବେ। ତୁଳସୀ ଯେତେବେଳେ ତୋଳିବେ ନଖ ଲାଗିବନି, ଦୀପରେ ତୋଳିବେ। ତୁଳସୀରେ ଯୋଉ ମଞ୍ଜରୀ, ତୁଳସୀରେ ଯୋଉ ମଞ୍ଜରୀ କଣ ଜାଣିଛନ୍ତି ତ? କଣ ଏମିତି ହାତ ଦେଖୁଛନ୍ତି ମତେ? ପାଟିରେ ତ କହିବେ ମଞ୍ଜରୀ କାହାକୁ କୁହନ୍ତି? ଜଟା ବିଷ୍ଣୁଙ୍କ ପାଖେ ଲାଗେନି, ଶିବଙ୍କ ପାଖେ ଲାଗେ। ସେରେ ଜଟାଧାରୀ ଜଟାଟ ବିଗଳ ଜଳ ପ୍ରବାହ ପ୍ଲାବିତ ସ୍ତরে ଗଳେ ଲମ୍ବିତା ଭୁଜଙ୍ଗ ତୁଙ୍ଗମାରୀ ଧକ 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 ଜଳ ଲଲାଟ ପଟ ପାବକେ କିଶୋର ଚନ୍ଦ୍ରଶେଖରେ ରତି ପ୍ରତିକ୍ଷଣ ଧରା ଧରାନ୍ଧେ ନଳିনী ବିଶ୍ୱାସ ବନ୍ଧୁ ବନ୍ଧୁର ସ୍ଫୁରିତ ଦିଗନ୍ତ ସନ୍ତି ପ୍ରମୋଦ ମନ ମାନସେ। ଜଟା କଟା ହଂସ ଭ୍ରମ। ତୁଳସୀ ଜଟା ଶିବଙ୍କ ପାଖେ ଲାଗେ, ବିଷ୍ଣୁଙ୍କ ପାଖେ ନୁହେଁ କି ଜଗନ୍ନାଥ ପାଖେ ନୁହେଁ। ତୁ ଜଟା ଲଗେଇ ଦଉଛ ନା? ନାହିଁ ଆଜ୍ଞା, ଶିଖନ୍ତୁ ପ୍ରବଚନରେ ଆସିକରି। ଜଟା କେବଳ କୋଉଠି ଲାଗିବ? ଶଙ୍କର ଭଗବାନଙ୍କ ପାଖରେ। ଜଗନ୍ନାଥଙ୍କ ପାଖରେ ହଉ ବିଷ୍ଣୁଙ୍କ ପାଖରେ ହଉ ଆଜ୍ଞା ନଖ ତୁଳସୀ ଲାଗିବ। ନଖ ତୁଳସୀ ମାନେ ଯୋଉ ତୁଳସୀ ପତ୍ର ଅଗଟା ଆଜ୍ଞା 2 ଯୋଉ ପତ୍ର ଅଛି ତାକୁ ଟିପରେ ଛିଡେଇବେ। ତା ଦେହରେ ରାଧା ନାମ ଲେଖିବେ, ନହେଲେ ରାମ ନାମ ଲେଖିବେ ଚନ୍ଦନରେ। ସେ ହବ ନଖ ମଞ୍ଜରୀ। ବୋଲ ବୃନ୍ଦାବନ। ନଖ ତୁଳସୀ ଆଜ୍ଞା ସେ ହବ।